এইটা ହିଁ କଳାକାର ଜୀବନ। ଦୈତାନଙ୍କ ଗାଁରେ ପାଟି ପଡିଥିଲା ଦିନ 12ଟା ବେଳେ ନନା ସେଦିନ ମତେ ଡାକିଛନ୍ତି ତାଙ୍କ ଘରକୁ ଖାଇବା ପାଇଁ। ସେ ଗୋଟେ ଭୋଜି ଦିଅନ୍ତି, ସମସ୍ତେ ଯାଉଛୁ ଆମେ ଖାଇବା ପାଇଁ। 12ଟା ବେଳେ ଜଷ୍ଟ ମୁଁ ଖାଇବା ପାଇଁ ଯାଉଛି, ସାନ ଭାଇ ଫୋନ କଲା ଯେ ନନା ମା ଚାଲିଗଲା। ଏ ବର୍ଷ ମୋ ଦର୍ଶକ ମାନେ ମତେ ଦେଖିବାକୁ ପାଇବେ ଗ୍ରାଉଣ୍ଡ ମହଲରେ। ଗୋଟେ ନାଟକ ଆମର ସରିଛି କାହ୍ନାରେ ତୋ ବାଟ ରହିଛି ଚାହିଁ। ସେ ଗୋଟେ ଭିନ୍ନ ସ୍ୱାଦର ନାଟକ ହେଇଛି, ଆଧ୍ୟାତ୍ମିକ ଉପରେ ଅଛି ଏବଂ ସାମାଜିକ ଉପରେ ଅଛି। ଶ୍ରୀକୃଷ୍ଣ ଭଗବାନଙ୍କ ଉପରେ ଭରସା ରଖିକି ଗୋଟେ ଲୋକ, ନିଶ୍ଚିତ ଆମର ସବୁ ପରେ ହଉଛନ୍ତି ଈଶ୍ୱର ହଉଛି ବଡ ଲୋକ। ଯେ ଦୁନିଆରେ ଲୋକ କୁହନ୍ତି ଈଶ୍ୱର ନାହାନ୍ତି ବୋଲି, ଅଛନ୍ତି, କିନ୍ତୁ ସେ ଗୋଟେ ଚରିତ୍ର ସେମିତି ତାକୁ ଇଣ୍ଟ୍ରୋଡ୍ୟୁସ କରାଯାଇଛି। ସେ ଚରିତ୍ରଟି ସେ ତାର ଯେତେ ବାଧା ବିଘ୍ନ ଆସିଲେ ବି ସେ ଈଶ୍ୱରଙ୍କୁ କେବେ ଛାଡିନି, ସେ ଈଶ୍ୱରଙ୍କ ଉପରେ ଭରସା ରଖିଛି ଓ ଈଶ୍ୱର ତାକୁ ନିଶ୍ଚିତ ସାହାଯ୍ୟ କରିଛନ୍ତି। ସେଇ କାହ୍ନା, ଯୋଉ କାହ୍ନା ଭୂମିକାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆମେ ସେ ନାଟକ ମାଧ୍ୟମରେ ମଞ୍ଚ ଉପରକୁ ଆଣିଛୁ। ଜଣେ ଅଭିନୟ କରିଛନ୍ତି, ଆମର ଜଣେ ଅଭିନେତା ଅଛନ୍ତି, କରିଛନ୍ତି। ନାଟକଟି ଖୁବ ସୁନ୍ଦର ହେଇଛି, ଭଲ ହେଇଛି। ନିଶ୍ଚିତ ଗ୍ରାଣ୍ଡ ମହଲ ଏ ବର୍ଷ ସେଇ ନାଟକରେ ଦର୍ଶକ ମାନଙ୍କୁ, ଆଉ ତ ଆମର 3 ଖଣ୍ଡି ନାଟକ ଅଛି, କିନ୍ତୁ ପ୍ରଥମ ନାଟକଟି ଆମକୁ ଭଲ ଲାଗିଛି ଏବଂ ସେଇ ନାଟକଟି ନିଶ୍ଚିତ ଦର୍ଶକ ମାନଙ୍କୁ ଖରାକି ଯୋଗେଇବ ଏବଂ ମନୋରଞ୍ଜନ କରିବାର ସୁଯୋଗ ଦବ ନିଶ୍ଚିତ। ଠାକୁରଙ୍କ ପାଖରେ ଆପଣ ଗୋଟେ ଖଳନାୟକ କହିବି। ହଁ, ଠାକୁର କୃଷ୍ଣ ଯେତେବେଳେ ଥିଲେ କଂସ ବି ଥିଲେ, ତେଣୁ ସେ ନାଟକରେ କୃଷ୍ଣ ଅଛନ୍ତି। ତେଣୁ ମୋ ଚରିତ୍ରଟା ହଉଛି ଅଲଗା ହେଇଯାଇଛି, ଗୋଟେ ଅଲଗା ହେଇଛି, ମୁଁ ହେଇଛି ଚରିତ୍ର ହେଇଛି, କିନ୍ତୁ କଂସ ନୁହଁ, ସେ କଂସ ଟାଇପର। ଆଉ ସେ କୃଷ୍ଣ ଲାଷ୍ଟକୁ ମତେ କଂସକୁ ଯେମିତି ଭଗବାନ ଶ୍ରୀକୃଷ୍ଣ କଂସକୁ ଦଣ୍ଡ ଦେଇଥିଲେ କି ଇଏ କରିଥିଲେ, ସେ ନାଟକ ମାଧ୍ୟମରେ ସେମିତି ଶ୍ରୀକୃଷ୍ଣ ଶେଷ ସିନରେ ମୋ ପ୍ରତିଶୋଧ ନେଉଛନ୍ତି। ଆଉ ଲାଷ୍ଟ ମୁଁ ସେଇ ଭଗବାନ ପାଖରେ, ଶ୍ରୀକୃଷ୍ଣ ପାଖରେ ମୋ ଭୁଲ ବୁଝିପାରୁଛି, ଶରଣାଗତ ହେଇଛି ଲାଷ୍ଟ। ହଁ ଅଛି। ହରିଣୀ ମାଂସ କେବେ ଖାଇଛ ଏଣ୍ଡୁଅ? କି ଟେଷ୍ଟ ବୁଝିଲ ଏଣ୍ଡୁଅ? ହରିଣୀ ଆଜି ଏଠି ପାଣି ପିଇବାକୁ ଆସିବ। ବାଟରେ ଜଗିଲା ବାଘ, ପାଣି ପିଇବାକୁ ହରିଣୀ ଆସିବ, ନଥିବ ଆମ୍ପୁଡା ଦାଗ। ଏଇ ଦେଖ ଏଣ୍ଡୁଅ କେମିତି ହରିଣୀ ପାଣି ପିଇବାକୁ ଆସୁଛି, ଆରେ ଦେଖ। ଏମିତି ଥିଲା, ଆହୁରି ଅଛି। ଭୟଙ୍କର ସିନ୍ କଲାବେଳେ ଆପଣଙ୍କୁ ମାନେ ଯେତେବେଳେ ଦର୍ଶକ ଦେଖିବେ ଭୟ କରିବେ, ଆପଣଙ୍କୁ ଡର ଲାଗେନି? ନାଇଁ, ଦର୍ଶକ ମତେ ଭୟ କରନ୍ତିନି। ମୋ ପେଣ୍ଡେଲ ଉପରେ ମୋର ସେତେବେଳେ ଠାକୁରଙ୍କର ଇଏ ଗୋଟେ ଚରିତ୍ରକୁ ନେଇକି ମୁଁ ଦର୍ଶକ ଆଗରେ ପହଞ୍ଚେ, କିନ୍ତୁ ନା ଭୟ ସେମିତି ହେଇନି। ମୁଁ ବାହାରେ ବହୁତ ନର୍ମାଲ। ନା, ଯାତ୍ରା ପାଇଁ ପେଣ୍ଡେଲ ଉପରେ ମୁଁ ଠିକ ଅଛି। ଆଉ ଦର୍ଶକ ମାନେ ବି ଚାହାନ୍ତି, ହଁ ଗୋଟେ ଭିଲିଆନଟେ ଆସିଲା, ତାର ଗୋଟେ ସେମିତି ଗେଟଅପଟା ହବା ଦରକାର, ମୁହଁଟା ଥିବା ଆସିବା ଦରକାର। ଦର୍ଶକ ମାନେ ଯୋଉମାନେ ଜାଣିଛନ୍ତି ମାନେ ଭଲ ପାଆନ୍ତି ନିଶ୍ଚିତ। ପ୍ରାଇଭେଟ ଚାକିରି ଛାଡି ପଳେଇଲେ ଯାତ୍ରାକୁ, କିଏ କହିଲା? ନା କେହି କହିନାହାନ୍ତି, ସେଟା ହଉଛି ଈଶ୍ୱରଙ୍କର କି ଶକ୍ତି ଥିଲା ମତେ କଳା ଜଗତକୁ ଟାଣି ଆଣିବା ପାଇଁ, କି ଈଶ୍ୱରଙ୍କର ଇଚ୍ଛା, ସେ ଜଗନ୍ନାଥଙ୍କର ଇଚ୍ଛା ଯେ ସେଇ ଆଣିଥିଲେ ବୋଲି ଆଜି ଆପଣ ମାନଙ୍କ ପାଖରେ, ଦର୍ଶକ ମାନଙ୍କ ପାଖରେ, କିନ୍ତୁ ଏମିତି ସମସ୍ତଙ୍କ ପାଖରେ, ଯାତ୍ରା ଜଗତର ମାଲିକ ପାଖରେ ମୁଁ ଆଜି ପରିଚିତ ହେଇପାରିଲି। ତେଣୁ ଏଇ ବାଟକୁ ତ ଆସିବାର ଅଛି, ଆଉ ମୁଁ ଆସିଲି। ଆଉ କିନ୍ତୁ ମୋର ଯାଇଥିଲି ଅନ୍ୟ ବାଟରେ, ତେଣୁ ଏଇ ବାଟରେ ପାଦ ଦେବାର ଅଛି, ଦେବାକୁ ପଡିଲା। ସବୁ ତାଙ୍କରି ନିର୍ଦ୍ଦେଶ। ନାଇଁ ଖରାପ ବାଟ ନୁହଁ, ମାନେ ପ୍ରାଇଭେଟ ସଂସ୍ଥାରେ ଗୋଟେ ଜବ୍ କରିଥିଲି ଭୁବନେଶ୍ୱରରେ। ବହୁତ ଫିଲ୍ ହେଇଥିଲା। ମୁଁ ସେତେବେଳେ ମତେ ଝାଡା ବି ହେଇଯାଇଥିଲା, ଝାଡା ପରିସ୍ରା ହେଇଯାଇଥିଲା। ମୁଁ ଜାଣିଥିଲି ସେତେବେଳେ ଗୋଟେ ମଞ୍ଚ ଉପରେ ଅଭିନୟ କରିବାକୁ ହେଲେ କେତେ ଭୟ ଭିତରେ କରିବାକୁ ପଡେ, ଆଉ କେତେ ମାଇଣ୍ଡ କେୟାରଫୁଲ ନେଇ କରିବାକୁ ପଡେ। କାହିଁକି ନା ହଜାର ଆଖି ଆମ ଉପରେ ପଡୁଥିବ, ଆମେ ଗୋଟିଏ ଜାଗାରେ ଠିଆ ହେଇଥିବୁ। ସେତେବେଳେ ସଂଳାପଟେ ଭୁଲ ହେଇଗଲେ କି କଣ ହେଇଗଲେ ଦର୍ଶକ ଆଉ ସେତେବେଳେ କ୍ଷମା କରିବେନି, କରିପାରୁନି, ସେଇ କ୍ୟାରିୟରଟା ଆରମ୍ଭ କରିବାକୁ ପଡିଥିଲା। ତ ବହୁତ ଭୟ ଭିତରେ, ଏବଂ ସେଇ ଭଗବାନଙ୍କୁ, ବାପା ମାଙ୍କୁ ଡାକିକି ମୁଁ ଆଜି ତାଙ୍କରି ଆଶୀର୍ବାଦରେ ଏତେ ବାଟରେ ପହଞ୍ଚିଛି। ନା, ବିବାହ ପୂର୍ବରୁ ଆସିଥିଲି, ସିଏ ଗୋଟେ ଅଲଗା କାହାଣୀ। ଆଉ ନା ବିବାହ ପୂର୍ବରୁ ମୁଁ ଯାତ୍ରାକୁ ଆସିଥିଲି। ବିବାହ 3 ବର୍ଷ ପୂର୍ବରୁ ଯେତେବେଳେ ବାହାଘର ପ୍ରସ୍ତାବ ପଡିଲା, ଆଉ ସେ ମୋ ଶ୍ୱଶୁର ଯିଏ, ସେ ତାଙ୍କ ଶ୍ୱଶୁର ଘର, ମାନେ ସେମାନେ ଟିକେ ଯାତ୍ରାକୁ ସେତେବେଳେ
ଟିକେ ଗ୍ରହଣ କରୁନଥିଲେ ଯେ ଭାବୁଥିଲେ ସେମାନେ ସେତେବେଳେ ସମୟରେ ଭାବୁଥିଲେ ଯେ ଯାତ୍ରା ପାଟରେ ଅଛି ସେ ଯାତ୍ରା ଆଉ କିଛି ନଥିବ ଆମେ ତା ଘରେ କଣ ଝିଅ ଦବୁ ଇଏ କରିବୁ କିନ୍ତୁ ମତେ ସପୋର୍ଟ କରିଥିଲେ ମୋର ଜଣେ ସାନ ଶ୍ୱଶୁର ଆଉ ସେ କେବଳ ଯାତ୍ରାରେ ଅଛି ବୋଲି ସିଏ ହିଁ ଜାଣିଥିଲେ ଆଉ ସିଏ ସେ କଥାଟାକୁ ତାଙ୍କ ବଡ ଭାଇଙ୍କ ପାଖରେ କହିନଥିଲେ କି ସେ ଘରେ ମୋ ଶ୍ୱଶୁର ଘରେ କୋଉ ଡିକ୍ଲାର କରିନଥିଲେ ସେ ମତେ କହିଥିଲେ ବାପା ତୁ ବାହାଘର ସରିଲା ପରେ ଯିଏ ଯାହା ଜାଣିବା କଥା ଜାଣିବି କିନ୍ତୁ ମୋର ଏଇଠି ପସନ୍ଦ ହେଇଛି ତମକୁ ପସନ୍ଦ ହେଇଛି ମୋ ଝିଅକୁ ଏଇଠି ଦେବି ଯାହା ହଉ ସେ ଲୁକାୟତ ଭିତରେ ହେଇଗଲା ଯେତେବେଳେ ମତେ ଇଣ୍ଟରଭ୍ୟୁ ନିଅନ୍ତି ଯେତେବେଳେ ବାହାଘର ପୂର୍ବରୁ ଆସନ୍ତି ଦେଖିବା ପାଇଁ ଯେତେବେଳେ ପଚାରୁଥିଲେ ମୁଁ ବି ସେତେବେଳେ ତାଙ୍କୁ ମିଛ କହିଥିଲି ଯେ ମୁଁ କହିଥିଲି ସେ ଭୁବନେଶ୍ୱରରେ ଯୋଉ ପୂର୍ବରେ ଯୋଉଠି ରହିଥିଲି ସେ ଜାଗା କଥା କହିଥିଲି ମୁଁ ସେଇଠି ଅଛି ଯାଉ ସେଇଠି ବିଶ୍ୱାସ କରୁଥିଲି ବାହାଘର ପରେ ଯେତେବେଳେ ଜାଣିଗଲା ପରେ ମିସେସ୍ ଟିକେ ମତେ ଖରାପ ନୁହଁ ଟିକେ ଅଭିମାନ ଭଳିଆ କଥା କହିଲେ ଯେ ଆମର ତ ଏଇଠି ହବାର ଥିଲା ହେଲା କାହିଁ ଲୁଚେଇଲ କାହିଁକି ଲୁଚେଇଥିଲେ ତମେ ମୋ ପାଖକୁ ଆସିପାରିନଥାନ୍ତ ଭଲ ପାଇ ଯାଇଥିଲେ ପ୍ରଥମ ଦେଖାରେ ମନ ଲାଗିଥିଲା ହଁ ଆଉ ସବୁ ବି ମୋ ନାଁ ଅଭିମନ୍ୟୁ ତାଙ୍କ ନାଁ ଅନ୍ନପୂର୍ଣ୍ଣା ଆଉ ଭିଲିଆନଙ୍କର ଲଭ ଷ୍ଟୋରି ଗୋଟେ ସମଥିଙ୍ଗ ଡିଫରେଣ୍ଟ ଲାଗୁଛି ଏ ଆପଣ ଲାଇଫଷ୍ଟାଇଲ ମଧ୍ୟ ସେଇଭଳି ଆପଣ ଯାତ୍ରାରେ ଖଳନାୟକ ଭୂମିକା କରୁଛନ୍ତି ଆପଣ ଲାଇଫଟା ପୁରା ରୋମାଣ୍ଟିକ କଣ କହିବେ ଦର୍ଶକ ହଁ ନିଶ୍ଚିତ ଖଳନାୟକ ହେଲେ ବି ମନ ଭିତରେ ଗୋଟେ ଭଲ ପାଇବା ଅଛି ଗୋଟେ ରୋମାଣ୍ଟିକ ର ବି ମୋ ଆତ୍ମା ବି ଚାହୁଁଛି ନିଶ୍ଚିତ ଗୋଟେ ଭିଲିୟନ ହେଲା ବୋଲି କଣ ଖାଲି ହାଣିବ କାଟିବ ମାରିବ ତା ଭିତରେ ଗୋଟେ ହୃଦୟ ନାହିଁ ନା ଭଲ ପାଇବା ତା ପାଖରେ ନାହିଁ ସେ ଭଲ ପାଇବା ମୋ ପାଖରେ ଅଛି ଆଉ ମୋ ଭଲ ପାଇବାଟା ମୋ ପରିବାର ସହିତ ମୁଁ ଆଟାଚ କରେ ଭଲ ପାଏ ସମସ୍ତଙ୍କୁ ଭଲ ପାଇବା ସାର୍ କିଛି ନାହିଁ ମୋ କଳାକାର ମାନେ ଯୋଉମାନେ ଅଛନ୍ତି ଲେଡିଜ ହୁଅନ୍ତୁ ଜେଣ୍ଟସ ହୁଅନ୍ତୁ ସମସ୍ତଙ୍କ ସହିତ ମୋର ଭଲ ସମ୍ପର୍କ ଆଉ ସମସ୍ତଙ୍କୁ ବି ଭଲ ପାଏ ଆଉ ସମସ୍ତେ ମତେ ବି ଭଲ ପାଆନ୍ତି ଭଲ ପାଏ ପରିବାର କାହାକୁ ଆଣିବାକୁ ଚାହାନ୍ତି ଯାତ୍ରାକୁ ନା ପରିବାରରେ ସେମିତି କେହି ନା ମୋର 2 ଝିଅ ଗୋଟେ ବଡ ଝିଅ ତାଙ୍କର ଏବେ ବାହାଘର ସରିଲା ଏଇ 2 ମାସ ତଳେ ଆଉ ତା ତଳ ଝିଅଟି ସିଏ ବିଇଡି କରୁଛି ଆଉ ପୁଅଟି ମୋର ଡିପ୍ଲୋମା କରୁଛି ଭୁବନେଶ୍ୱରରେ ସେମାନେ ଚାହାନ୍ତି ନାହିଁ ମୁଁ ଦେଖିପାରୁନି ତାଙ୍କ ପାଖରେ ସେମିତି ଗୋଟେ କିଛି ଆସିବା ପାଇଁ କିନ୍ତୁ ଜଣଙ୍କ ପାଖରେ ମୁଁ ଫିଲ୍ କରୁଛି ଯେ ମୋ ବଂଶର କିଏ ଗୋଟେ ଯଦି ରଖିପାରେ ଭବିଷ୍ୟତରେ ସେ ହଉଛି ମୋ ସାନ ଭାଇର ପୁଅ ସେ ଭୁବନେଶ୍ୱରରେ ସିଆରପିରେ ରହୁଛନ୍ତି ତା ପାଖରେ ମୁଁ କିଛିଟା ଲକ୍ଷ୍ୟ କରୁଛି ତେଣୁ ସେ ତ ବର୍ତ୍ତମାନ ପାଠ ପଢା ମେଟ୍ରିକ ପରୀକ୍ଷା ଦବ ଏ ବର୍ଷ ଆଗକୁ ଯାଉ ତେଣୁ ତା ପାଖରେ କିଛି ଅଛି ବୋଲି ଭାବୁଛି ଯଦି ଦରକାର ପଡେ ତାକୁ ଏ ଯୁଗ ଆଣିବା ପାଇଁ ଚେଷ୍ଟା କରିବି ସ୍ତ୍ରୀ ସାମ୍ନାରେ ଯାତ୍ରା କରିଛନ୍ତି ବହୁତ ଥର ରେପସିଂ କଲା ବେଳେ ସେ ଡର ଲାଗେନି ମତେ ଡର ସେ ଉଠିକି ପଳେଇ ଆସନ୍ତି ତାଙ୍କୁ କଣ ଫିଲ୍ ହୁଏ କି ଜାଣେ ସେ ରେପସିଂ ପରେ ଟ୍ରେନ ବାହାରକୁ ପଳେଇ ଆସିଲା ପରେ ଯାଆନ୍ତି ତାପରେ ମୁଁ ସକାଳେ ପଚାରେ ତୁମେ କାହିଁ ପଳେଇଲ ଉଠିକି ନା ତମେ କେମିତି ଦେଖିଲ ମୁଁ କହିଲି ତମେ ଉଠିକି କେତେବେଳେ ଗଲ ପେଣ୍ଡାଲ ଉପରେ ମୋ ଲକ୍ଷ୍ୟ ଅଛି ନାଇଁ ମତେ ଟିକେ ଭଲ ଲାଗେନି ପଳେଇଗଲେ ଗାଳି କରୁନାହାନ୍ତି ସେମାନେ ଜାଣିଛନ୍ତି ମୁଁ କଣ ଆଉ ସେମାନେ ଅଲରେଡି ଜାଣିଛନ୍ତି ଯାହା କରୁଛନ୍ତି ଆକ୍ଟିଂ ମାଧ୍ୟମରେ କରୁଛନ୍ତି ଅଭିନୟ ପାଢୀ ଯେତେବେଳେ ଯାତ୍ରା ଦୁନିଆକୁ ଆସିଲେ ତାଙ୍କର ଦୈତାରୀ ପଣ୍ଡାକୁ ନିଜର ଗୁରୁ ବୋଲି ମାନନ୍ତି ଦୈତାରୀ ପଣ୍ଡାଠୁ ଯେତେବେଳେ ଆପଣ ଆକ୍ଟିଂ ଆରମ୍ଭ କରିଥିଲେ କେମିତି କଣ ଫିଲ୍ ହେଇଥିଲା ବହୁତ ଡର ଲାଗିଥିଲା ତାଙ୍କ ସାମ୍ନାରେ ମୁଁ ଛିଡା ହେବାକୁ ମତେ ବହୁତ ଭୟ ଲାଗିଥିଲା ଯେତେବେଳେ ଆଉ ମୁଁ ଯେତେବେଳେ ପେଣ୍ଡେଲକୁ ଯାଏ ମୁଁ ଈଶ୍ୱରଙ୍କୁ ମୁଣ୍ଡିଆ ମାରେ ଆଉ ତା ଅନ୍ତର ଭିତରେ ତାଙ୍କୁ ବି ସ୍ମରଣ କରି ଯାଏ କିଛି ଭୁଲ ନ ହଉ କିଛି ପେଣ୍ଡେଲରୁ ଆଇଲା ବେଳକୁ କିଛି ନ କୁହନ୍ତୁ ଯାହା ହଉ ସେତିକି ଭୟ ଥିଲା ବୋଲି ଆଜି ଜୟ କରିଛି ହଁ ବିନୋଦ ଭାଇ ହଁ ତାଙ୍କ ପାଖରେ ମୁଁ କହିବାକୁ ଗଲେ ଏ କ୍ଲାସ ଅନୁଷ୍ଠାନରେ କୋଣାର୍କ ନାଟ୍ୟରେ ମୁଁ ସେ ବିନୋଦ ଭାଇ ଦୈତାରନା ଏମିତି ଆମର ହୃଷିକେଶ ମିଶ୍ର ଏଇ ସେତେବେଳେ ଆମର ବସନ୍ତ ଭାଇ ଗଦା ରାଉତ ସ୍ୱର୍ଗତ ବର୍ତ୍ତମାନ ଗଦା ରାଉତରେ କମେଡି ଥିଲେ ବହୁତ ସିନିୟର କଳାକାରଙ୍କ ପାଖରୁ ମୁଁ ଅଭିନୟ ଆରମ୍ଭ କରୁଛି କୋଣାର୍କ ନାଟ୍ୟରୁ ନିଶ୍ଚିତ ଭାବରେ କେଉଁ ଅଭିନେତ୍ରୀଙ୍କ ସହିତ ଆପଣଙ୍କୁ ଆକ୍ଟିଂ କରିବାକୁ ଭଲ ଲାଗେ ମନ ପସନ୍ଦ ମୁଁ ଯେତେଟା ଅନୁଷ୍ଠାନରେ କରିଛି ଚାକିରି ସବୁ ଅଭିନେତ୍ରୀ ଏବଂ ଆମର ନଳିନୀ ହେଲେ ବେବିନା ହେଲେ ଆଉ ଆମର ମାମା ଯିଏ ଏଠି ବର୍ତ୍ତମାନ ଅଛନ୍ତି ମାମା ମିଟୁନା ଆଉ ମୁଁ ଯେତେ ଜଣଙ୍କ ସହିତ କରିଛି ଅଭିନୟ ମୋ ହିସାବରେ ସମସ୍ତେ ଭଲ କି ଖରାପ ନୁହନ୍ତି ମତେ ସମସ୍ତ ଆକ୍ଟିଂ ଭଲ ଲାଗେ ଆଉ ଗୋଟେ ଜିନିଷ ଜାଣିବା ପାଇଁ ଚାହେଁ ମୁଁ ଦର୍ଶକଙ୍କୁ ଜାଣିବାକୁ ଚାହିଁବି ଅଭିନୟ ପାଢୀ ଯେତେବେଳେ ଭୟଙ୍କର ଭୂମିକା ଗ୍ରହଣ କରନ୍ତି ସେତେବେଳେ ଘର ପରିବାର ଏସବୁ ଜିନିଷ କିଛି ମାଇଣ୍ଡକି ଆସେ ନା ଆସେନି ନା ସେମିତି କହିବାକୁ ଗଲେ ବହୁତ କଥା ଆଜ୍ଞା ସେତେବେଳେ ମନ ଭିତରେ ଆସିଲେ ବି ସେଠି ସେ ମଞ୍ଚ ଉପରେ ଆମକୁ ସବୁ କିଛି ଭୁଲି ଯିବାକୁ ପଡେ ଏମିତିକି ସେଇ ଦୈତାରନାଙ୍କ ଗାଁରେ ଦୈତାରନାଙ୍କ ଉପରେ ସେ ନିଜେ ବି ସାକ୍ଷୀ ଅଛନ୍ତି ମୋ ମାଆକୁ ମୁଖାଗ୍ନି ଦେଇକି ଏଇଟା ହିଁ କଳାକାର ଜୀବନ ଦୈତାରନାଙ୍କ ଗାଁରେ ପାଟି ପଡିଥିଲା
दिन 12टा बेले नना से दिन मत डाकी घर को खाइबा छोटे भोजी दिखते समस्ते जाइए खाइबा 12टा बेले खाई जस्ट मु खाइबा जाऊँगी सान भाई फोन कला जे नना माँ चलीगला से ठीक खाइबा पाखु आसिली गाड़ी मालिक खबर दिया मालिक भी गोटे गाड़ी करदे से नाटक भी मोर चलता है कंकाल कोठी आते भी जो भूमिका थिला से मो सब्सिडी गोटे किए पार्ट करने से परिस्थिति कहीं नथिले मत नना फना बुझे जा बाबा संस्कार करी तू आसिक यात्रा कर तेणु से भाया परिस्थिति मु आसिक नना गाँ रु घरे पहुंची बा को संस्कार कले संस्कार करी से मशाणी पाखर गाधे गाड़ी में बस राति 12टा बेले आसिक उपदारे मुफ्रे मंचस्थ करम कलाकार मान दुख ना आउ कि आम चाहिए भी गोटे परिवार केते समय दे पारूनु जो इच्छा करूँ जड़े बापा टे आसिक साहय कर भाई टे आसी साहय कर दे पारूनु कि अकस्मात गोटे कौन हेले आम जाए पहुंची पारूनु एमती कि आम थी संबलपुर बलांगीर गोटे इनकेस घरे कौन होगा कि आम आ संबलपुर बलांगीर आसिक पहुंची पारि देखिपारू कि आसबू 2 दिन पर आसबू 3 दिन पर आसबू यहीटा हूँ आम कला मो नुह कलाकार मान समस्त यहाँ हूँ आम जीवन गोटे अफसोस आ मन भर बहुत दुख लगे ये जो बेले बेले आसे जे आम गोटे एमती संस्थार भगवान आमको आनी पहुंचला किंतु आम क्या दुख दुखे पार्नु किंतु सुखर भी सुख ही पार समय मिले गाँव कौन करते किसी ना गाँव में यही पिला सहित समय कटाए घरे टे बसे सांगसाथी पिला जो मैंने अच्छा टे बसा बसी कर समय बीते दिए आउ जो मैंने आमर भौणी घर भिणे संपर्क जो मैंने अच्छा जोटा आम तो जापरूना वर्ष सारा कड़े से जो 8-10 दिन छुट्टी मिले तार भी सब आड़े टे बुले बुले कि समस्त को परिचय दे देखा करके आसो पड़े आ समस्त भी मन कथा भाई आम संस्था है आम कौन करूँ कई रागे भर अभिमान मान थी आप पुओ बाहटे करेंगे कि झील बाहटे करते मत चाहूँ मुझे जापारी सब बुझे पड़े आम संस्था है या आम पर कहीं अभिमान करनी जो आसबू टे देखा करदे पलैबू हाँ पड़े बेले बेले हाँ हाँ लंबा टूर गला मन पड़े आम यात्रा करूँ जो मेला महोत्सव बड़ बड़ पार्टी चलतु अन्य माने पिला छुआ स्त्री मान धरिक बुलुवे आमको से देखिले टे निज भीतर गोटे फिल लगे सला आम घरे थे जदि पिला जो कौटी मेला हो कि जानी यात्रा हो आम छुआ चाहते बापा थे आमको सांग लेकिन जाता एगुड़ा देखी बेले बेले दुख लगे जी खुशी लगे से जहा हो सबू परे कला को आम भल पाइचु आ दर्शक देवता को भल पाइचु मोर दर्शक देवता को एति अनुरोध यात्रा टा जमी भल पाँच सारा जीवन भल पाइबा दिंतु आम मान भल पाइबा दिंतु यात्रा सबुदिन दीर्घस्थायी हो ये मोर प्रभु जगन्नाथ और दर्शन पाखे मोर अनुरोध जगह बलिया सब अभिनय पाड़ी को यात्रा भल लगे हाँ मत भल लगी कोणार्क नाट्य बेईमान नाटक थिला आ गोटे सलाम सरकार असुर मोचन महांती आठी कांदिबा मना आमर कलिंगरे स्वामी आसला रातिक यही मामा भी थिला से मो सहित हिरोइन सुरेश पंडा थे हिरो स्वामी आसला से हूँ आशुतोष महापात्र नाटक आमती 4-5टी नाटक ग्रांड मॉल तो ए वर्ष पाद दे कौन हम कह भगवान की इच्छा नाटक करती अभिनेत्री मान बेले बेले भय करती ना ना भय करते कई से जानते भाई जहाँ करे पेंडल पर रियली एक्टिंग करे भाई कौन मत से भल भाव जानते भाई मन भर से किसी ना से माने अभिनय करने पूर्व आम जो मसे रिहर्सल हुए से रिहर्सल मस भर से मिसी जाती आम सहित मिसीगला जानी जाती भाई सीना नेगेटिव करिलियन कर भाई कौन से जानी जाती आई भयटा तलू दूर हो जाए पेंडल भय लगे दर्शक मान कहली ये मोर प्रार्थना जमीती भल पाँच यात्रा को सेमती भल पातु आपण मान आम भी आपण मैंने मालिक मान आम अनुष्ठान केमिति बंची रहू यात्रा को आपण भल पातु मालिक माने यात्रा को जमीती ध्यान दौरान दिंतु कलाकार माने निज निज भितर आउ किसी कुसंपर्क भूली जाई सुसंपर्क फेरी आसी
ଯେମିତି ସବୁ ପରେ ସମସ୍ତଙ୍କର ଲକ୍ଷ୍ୟ ରହିବା ଦରକାର। କଳାକାର, ମାଲିକ ଏବଂ ଆମର କମିଟି ଭାଇ ମାନେ, ଦର୍ଶକ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିବା ଦରକାର, ଯାତ୍ରା ବଞ୍ଚି ରହୁ, ଯାତ୍ରା ଏମିତି ଦୀର୍ଘସ୍ଥାୟୀ ଚାଲୁ। Boarding completed. Nurture. Discover. Fly with pride. TSG Gurukul, the ultimate home for your child.